যদি কৌনসি কথা যদি আসিলা তার মুক্তিকর্তা যদি কেই নাহান্তি তার বেক ভঙ্গা যাউতলা। যদি আম পাই যিশু আসি নথান্তে আমি মধ্য মরিথান্ত। কিন্তু প্রিয় ঈশ্বরর লোকମାନେ সে কেবল আমକୁ মুক্ত କରି নাহান্তি কিন্তু সে আমକୁ কিଣିলে ଆଉ সে ଆମମାନଙ୍କୁ গ্রহণ কলে ଆମମାନଙ୍କ ପାଇଁ ଶିଷ୍ୟମାନଙ୍କୁ ପଠାଇଲେ ଆଉ ଆମମାନଙ୍କର ବନ୍ଧନ ଖୋଲିଲେ ଆଉ ଶେଷରେ ଆମ ଉପରେ ବସି ସେ ବିଜୟ ଯାତ୍ରା କଲେ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ସେ ପଶୁକୁ କେହି କେବେ ହେଲେ ମନୋନୀତ କରିନାହାନ୍ତି କିନ୍ତୁ ସେହି ପଶୁକୁ ପ୍ରଭୁ କହୁଛନ୍ତି ମୋର ପ୍ରୟୋଜନ ଅଛି। ଏଠାରେ ଯଦି କେହି ଅଛନ୍ତି ଭାବୁଛନ୍ତି ମତେ କେହି ହେଲେ ପସନ୍ଦ କରୁନାହାନ୍ତି, ମୁଁ କୌଣସି କାମର ଯୋଗ୍ୟ ନାହିଁ, ମୁଁ କୌଣସି ବିଷୟର ଯୋଗ୍ୟ ନାହିଁ, ମୁଁ ସବୁଠାରୁ ଗୋଟିଏ ରିଜେକ୍ଟେଡ୍, ଗୋଟିଏ ଅଗ୍ରାହ୍ୟ ବୋଲି ମନେ ରଖନ୍ତୁ। ଯୀଶୁ କହୁଛନ୍ତି ମତେ ତୁମର ପ୍ରୟୋଜନ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ପ୍ରିୟ ଈଶ୍ୱରଙ୍କ ଲୋକମାନେ ଏଣୁ ଯାହା ସଂସାରର ଦୃଷ୍ଟିରେ ତୁଚ୍ଛୀକୃତ ଥିଲା ତାହାକୁ ସେ ପ୍ରଧାନ ପ୍ରସ୍ତାବ କଲେ। ଦୁର୍ବଳ ମାନଙ୍କୁ ମନୋନୀତ କଲେ, ଅଜ୍ଞାନୀ ମାନଙ୍କୁ ମନୋନୀତ କଲେ। ଯେଉଁ ପ୍ରସ୍ତରକୁ ଲୋକେ ଅଗ୍ରାହ୍ୟ କରନ୍ତି ପ୍ରଭୁ ତାହାକୁ ମନୋନୀତ କରନ୍ତି। ଏଣୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଏଠାରେ ହେଇପାରେ ଆପଣ କେହି କେହି ଭାବୁଥିବେ ମୁଁ ସବୁଠାରୁ ଗୋଟିଏ ରିଜେକ୍ଟେଡ୍ ବ୍ୟକ୍ତି ଅଟେ, ମତେ କେହି ହେଲେ ଦରକାର ବୋଲି ଭାବନ୍ତି ନାହିଁ। ବେଳେ ବେଳେ କିଛି ମା ମାନେ ମାଉସୀ ମାନେ ଭଉଣୀ ମାନେ ବସିଥିବେ ଭାବୁଥିବେ ମୋ ସ୍ତ୍ରୀ ମୋ ସ୍ୱାମୀ, ଅନେକ ଭାଇ ମାନେ ବସିଥିବେ ଭାବୁଥିବେ ମୋ ସ୍ୱାମୀ ମୋ ସ୍ତ୍ରୀ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ବେଳେ ବେଳେ ବୁଝାମଣାର ଅଭାବ ହେଲା ପରେ ବେଳେ ବେଳେ ଲାଗିବ ମୋ ସ୍ୱାମୀ ଏମିତି ବ୍ୟବହାର କରୁଛି ଯେ ମତେ ଆଉ ତାହାର ପ୍ରୟୋଜନରେ ମୁଁ ନାହିଁ। ବେଳେ ବେଳେ ଏମିତି ଲାଗିବ ଆପଣଙ୍କର ପ୍ରୟୋଜନ ନାହିଁ ବୋଲି କହିଲା ପରି ବ୍ୟବହାର କରିବେ ଲୋକେ। ବେଳେ ବେଳେ ମଣ୍ଡଳୀ ଭିତରେ ମଧ୍ୟ ଏମିତି ଲାଗିବ ପାଳକଙ୍କର ଦରକାର ନାହିଁ ବୋଇଲା ପରି ମଣ୍ଡଳୀ ବ୍ୟବହାର କରିବେ। ବେଳେ ବେଳେ ଏମିତି ସ୍ଥିତି ଆସିବ ମୁଁ ବହୁତ ଭାବୁଥିଲି ଚିନ୍ତା କରୁଥିଲି କାହିଁକି କଥାକୁ ଅଗ୍ରାହ୍ୟ କରାଯାଉଥିଲା। ଦିନ ଆସିବ ପ୍ରଭୁ ତାର ବନ୍ଧନ ଫିଟାଇ ତାକୁ ସୁଗ୍ରାହ୍ୟ କରିବେ। ଯଦି ଆପଣ